ଆଜି ଆଲୋଚନା କରିବା ଆଗକୁ ଯୁଦ୍ଧ ସାବଧାନ। ବୁଝି ହେଉଛି ଗୋଟେ ଭଲ କଥା ମନେ ପଡ଼ିଯାଏ। ପ୍ରାଣ ସଜନୀରେ ଯାହା ମୁଁ ଦେଖିଲି ଆଜ, କହିବା ଲୋକର ମନକୁ ନ ଆସେ, ଶୁଣିବା ଲୋକକୁ ଲାଜ। ତମେ ଦେଖ, ବର୍ତ୍ତମାନ ଗୋଟେ ଓଡ଼ିଶାରେ ଡିବି ବାଜିଛି ସବୁ ୟୁଟ୍ୟୁବ ଚ୍ୟାନେଲରେ। ମିନୁକୁ 24ରେ ଶନି ସଞ୍ଚାର ହେଇଯିବେ, ଯୁଦ୍ଧ ହେଇଯିବ, ଏଇଆ ଚାଲିଲେ ନା। ଏଇଟା ମନେ ରଖିଥାଅ, ଯିଏ ଏ କଥା କୁହନ୍ତି ତ ବୟସରେ ଆମେ ତ ବହୁତ ସାନ, ସେମାନଙ୍କୁ କହି ହବନି। ବୁଝି ହଉଛି ନା। କୋଉଠି ଲେଖି ନାହାନ୍ତି ମୀନ ରାଶିକି ଶନି ଗଲେ ଯୁଦ୍ଧ ହବ ବୋଲି, ଅଚ୍ୟୁତ କୋଉଠି ଲେଖି ନାହାନ୍ତି। 24 ମସିହାରେ ମନେ ରଖିଥାଅ, ପୂର୍ବ ଏପିସୋଡରେ 2ଟା ଏପିସୋଡ ଗଲାଣି, ଇଏ ତୃତୀୟରେ ପଡ଼ିଛି। 24 ମସିହାରେ ଶନିଙ୍କର ସଞ୍ଚାର ଟୋଟାଲ ନାହିଁ। ଆଉ ମହାପୁରୁଷ କୋଉଠି ଲେଖି ନାହାନ୍ତି ମୀନ ରାଶି କି ଶନିଶ୍ଚର ଗଲେ ଯୁଦ୍ଧ ହବ ବୋଲି। ବୁଝି ହଉଛି। ମାଳିକା ଶାସ୍ତ୍ର କୁ ଲୋକମାନେ ଗୋଟେ ଆଇମା ଗପ କରି ଭାବି ନେଇଲେଣି, କିନ୍ତୁ ପଞ୍ଚସଖାଙ୍କ ବାଣୀ ଆମ ମାନଙ୍କର ହେଉଛି ଜୀବନ ସର୍ବସ୍ୱ। ପଞ୍ଚସଖାଙ୍କ ପଦରେ କୋଟି କୋଟି ଶରଣ। ଆମେ ଜଗନ୍ନାଥଙ୍କୁ ଦେଖିପାରିନଥିଲେ, କିନ୍ତୁ ମହାପୁରୁଷ ପଞ୍ଚସଖା ମାନଙ୍କୁ ଆମେ ଦେଖିଛୁ। କାରଣ ପଞ୍ଚସଖା 5 ଜଣ, ମତ ଗୋଟାଏ। କହନ୍ତି ପଞ୍ଚସଖାଙ୍କର ଏକଇ ମତ, ଏହାକୁ ଜାଣନ୍ତି ଜ୍ଞାନୀ ପଣ୍ଡିତ। ଗୋଟାଏ ମତ କେମିତି ଆସିବ? 5 ଜଣଙ୍କର ଗୋଟାଏ ମତ ହବ କେମିତି? ନା ହବ କେମିତି ହବ? ଯେତେବେଳେ ପଞ୍ଚସଖା ମାନେ ଆସିଥିଲେ, ଏ ସବୁ ଜଗନ୍ନାଥଙ୍କର ଆରାଧନାର ଥିଲେ। ସମସ୍ତଙ୍କ ଦେହରେ ଜଗନ୍ନାଥ କଣ କରୁଥିଲେ? ବିହାର କରୁଥିଲେ। ଶରୀର 5ଟା ହେଇପାରେ, କିନ୍ତୁ ପ୍ରଭୁ ଥିଲେ ଗୋଟିଏ। କହୁଥିଲେ କିଏ? ସେ ପ୍ରଭୁ କହୁଥିଲେ ଶରୀରରେ ବସିକି। ତେଣୁ ତାଙ୍କର ସେଥିପାଇଁ ମତ ହଉଛି ଗୋଟିଏ। ବୁଝିପାରିଲ? ଏମାନେ ଗୋଟେ ଚଲେଇଛନ୍ତି କଣ 24 ମସିହାରେ ଶନିଶ୍ଚର ଯିବେ, ଯୁଦ୍ଧ ହବ। କୋଉ ଶନିଶ୍ଚର ମୀନ ରାଶିକି 24ରେ ସଞ୍ଚାର ନାହିଁ। ଏବଂ ମହାପୁରୁଷ କହିଛନ୍ତି କୁମ୍ଭ ରାଶିରେ ଯେଉଁ ସମୟରେ ଯୁଦ୍ଧ ହବ, ସେତେବେଳେ କୁମ୍ଭ ରାଶିରେ ଶନିଶ୍ଚର ବିଦ୍ୟମାନ ଥିବେ। ବୁଝିପାରିଲ ନା? ବୁଝିପାରିଲ? 10ମ ପଟଳ ଶାସ୍ତ୍ର ଗୋଟେ ଅଚ୍ୟୁତଙ୍କର ଅଛି। ସେ 10ମ ପଟଳ ଶାସ୍ତ୍ରରେ ସେଥିରେ ପ୍ରମାଣ ଦେଇଛନ୍ତି। ନିରାକାର ପୁରୁଷ ଗୋବିନ୍ଦ ବୋଲନ୍ତି, ନାରାୟଣକୁ କହୁଛନ୍ତି। ଶନିଶ୍ଚର ଜାଣ କୁମ୍ଭରେ ଥିବ, ନୋହିଲେ ମୀନରୁ ବକ୍ର ହୋଇବ। ଚୈତ୍ର ମାସରେ ଘୋରତର ରଣ, ପୃଥ୍ୱୀ ଘୋଟିବ 3 ପଦ୍ମ ସୈନ୍ୟ। ଏଟା ମର୍ମଟା ଟିକେ ବୁଝ। ଶନିଶ୍ଚର ଜାଣ କୁମ୍ଭରେ ଥିବ, କହିଲେ କୁମ୍ଭ ରାଶିରେ ଶନିଶ୍ଚର ଥିବେ, ନତୁବା ମୀନରୁ ବକ୍ର ହେବେ। କୁମ୍ଭରୁ କଣ ବକ୍ର ହୁଅନ୍ତି ଯିବେ ମୀନକୁ? କୁମ୍ଭରୁ ମୀନକୁ ଚଳିବେ, କିନ୍ତୁ ମୀନରୁ କୁମ୍ଭକୁ କଣ ବକ୍ରେଇ ପଛକୁ ଆସିବେ। ମହାପୁରୁଷ ଏଇ ଭାଷାରେ କହୁଛନ୍ତି। ଶନିଶ୍ଚର ଜାଣ କୁମ୍ଭରେ ଥିବ, ନୋହିଲେ ମୀନରୁ ବକ୍ର ହୋଇବ। ମୀନରୁ ଯଦି ବକ୍ର ହବ, ସେଇ କୁମ୍ଭକୁ ଆସିବେ ନା କୋଉଠିକି ଯିବେ? ଆମ କଥାଟା ତ ବୁଝୁନ ନା ବୁଝିପାରିଲନି? ମହାପୁରୁଷଙ୍କ ଭାଷାରେ ଯେତେବେଳେ ଯୁଦ୍ଧ ହବ, କୁମ୍ଭ ରାଶିରେ ଶନିଶ୍ଚର ରହିଥିବେ। ଏଥର ବୁଝିଲ ନା ବୁଝିପାରିଲ?
ଚୈତ୍ର ମାସରେ ଘୋରତର ରଣ ପୃଥ୍ୱୀ ଘୋଟିବ ତିନି ପଦ୍ମ ସୈନ୍ୟ। ବୋଲେ କୁମ୍ଭ ରାଶିରେ ଯେତେବେଳେ ଶନି ବିଦ୍ୟମାନ ହେଇଥିବେ ସେ ସମୟରେ କ'ଣ ହବ? ପୃଥିବୀରେ ଘୋରତର ରଣ ହବ। କୋଉ ମାସରେ? ଚୈତ୍ର ମାସରେ। ଏଠି ଦଶମ ପଟଳରେ କ'ଣ କଲେ? ଏ କଥା କହିଲେ, ତାକୁ ଫେର ଖୋଲିକି ରଖିଦେଲେ, ଖୋଲିଦେଲେ ଆହୁରି କୋଉ ଅଙ୍କରେ ଘଟିବ ବୋଲି ମଧ୍ୟ ଖୋଲିକି କହିଦେଲେ। କ'ଣ କହିଲେ? ତହୁ ଅର୍ଦ୍ଧସ୍ଥାପି ପଞ୍ଚଭୂତ ଲେଖି ମଧୁ ମାସ ଦଶମୀରେ ବୃହସ୍ପତି ବାସେ ଗୋଳ ଯୁଦ୍ଧ ହେବ ଜାଣିବେ ମହିରେ ନରେ। ଯହୁ ଅର୍ଦ୍ଧସ୍ଥାପି ପଞ୍ଚଭୂତ ଲେଖି। ଅର୍ଦ୍ଧସ୍ଥାପି ଅର୍ଦ୍ଧ ବୋଲନ୍ତି କ'ଣ? ଅଧା ମାନେ ଅର୍ଦ୍ଧଚନ୍ଦ୍ର। ତା ସିରିଏଲ କେତେ ରହୁଛି? ବିନ୍ଦୁ ତଳକୁ ଅର୍ଦ୍ଧ, ବିନ୍ଦୁ ଏକ, ଅର୍ଦ୍ଧ ହଉଛି କେତେ? 2। ତ ଯହୁ ଅର୍ଦ୍ଧସ୍ଥାପି ମାନେ 2 କି ସ୍ଥାପ। ପଞ୍ଚଭୂତ ଲେଖି 5 ତା ଦେହରେ ଥିବ, କେତେ ହେଲା? 25। ଅଙ୍କ ଆସିଗଲା କେତେ? 25 ମାନେ 5125 କଳି କଲ୍ୟାବ୍ଦିତା। ମଧୁ ମାସ ଦଶମୀରେ, ଚୈତ୍ର ମାସ ଦଶମୀ ତିଥି ହେଇଥିବ। କୋଉ ବାରେ? ନା ବୃହସ୍ପତି ବାରେ ଗୋଳ ଯୁଦ୍ଧ ହବ ମହିରେ ଜାଣିବେ ନରେ। ଏଟା ଗୁରୁବାର ହେଇଥିବ ସେଦିନ। ମହାପୁରୁଷ କହୁଛନ୍ତି କୁମ୍ଭ ରାଶିରେ ଶନିଶ୍ଚର ଥିବେ, କଳି କଲ୍ୟାଦିତା 5125 ହେଇଥିବ, ମଧୁମା ଚୈତ୍ର ମାସ ହେଇଥିବ, ଶୁକ୍ଳ ପକ୍ଷ ହେଇଥିବ, ଦଶମୀ ତିଥି ହେଇଥିବ, ଗୁରୁବାରେ ପଡୁଥିବ। ସେଇଦିନ କ'ଣ ହବ? ଘୋର ରଣ ହବ। ମହାପୁରୁଷ କୋଉଠି କହିନାହାନ୍ତି ମୀନ ଶନିରେ, ମୀନକୁ ଯେତେବେଳେ ଶନି ସଂଚାର ହେବେ ସେତେବେଳେ ଯୁଦ୍ଧ ହବ ବୋଲି। ଆଉ 24 ମସିହାରେ ମୀନ ରାଶିକି ଶନି ସଂଚାର ନାହିଁ। ଏଥର ବୁଝିପାରିଲେ ନା ବୁଝିପାରିଲେ? ତେଣୁ ଯୁଦ୍ଧର ଆବାହକ ଖୁବ୍ ସମୟ ନିକଟତର। ତମେ ଦେଖ ପାଞ୍ଜି ଦେଖ, ଆସିଗଲାଣି, ପାଞ୍ଜି ଆସିଗଲାଣି, ବାହାରି ପଡ଼ିଲାଣି, ପାଞ୍ଜି ସବୁ ଆସିଗଲାଣି ନା। ଠିକ ତମେ ଦେଖ ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ପଡୁଛି ନା ପଡୁନି? 5125 କଲି କଲି ଦେଉತಾರೆ। ଆଉ ମହାପୁରୁଷଙ୍କ ବାଣୀ ଆମେ କହିବା କଥା କ'ଣ? ସତଟାକୁ ଉନ୍ମୋଚନ କଲେ ସତ୍ୟତାରେ ପରିଣତ ହବ। ଆଉ ଢାବା ବାଡ଼େଇକି ଆମେ ମହାପୁରୁଷଙ୍କ ନାଁରେ କହିଦେଲେ ଯେତେବେଳେ ନ ଘଟିବ ସେ ସମୟରେ ଲୋକ ଆମକୁ ତ ନିନ୍ଦା କରିବେ, ମହାପୁରୁଷଙ୍କ ବାନାରେ କଳଙ୍କ ଲାଗିଯିବ। ମହାପୁରୁଷଙ୍କ ବାନାରେ କଳଙ୍କ ଲାଗିଲେ ଆମର କେଉଁଠି ଆମ ସ୍ତର ରହିବ ସେ କଥା ସେ ପ୍ରଭୁ ହିଁ ଜାଣିଥିବେ। ଆଉ ସେ କହିଲା ବୁଲା ହିଁ ଜାଣିଥିବ, ସେତେବେଳେ ସେଇ କଥା ସେ ପ୍ରଭୁ ହିଁ ବିଚାର କରିବେ। ଜୟ ଜଗନ୍ନାଥ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭବେତ୍। ହରି ଓମ୍ ଶାନ୍ତି, ହରି ଓମ୍ ଶାନ୍ତି, ହରି ଓମ୍ ଶାନ୍ତି।